ବିଜୁଙ୍କ ଉପରେ ରାଗୁଥିଲେ ଲାଲ ବାହାଦୁର ଶାସ୍ତ୍ରୀ। ତାଙ୍କର ବିଜୁ ବାବୁଙ୍କ ସହ ଭଲ ସମ୍ପର୍କ ନଥିଲା। ତାର କାରଣ କ'ଣ ଜାଣନ୍ତି? 1964 ମସିହାରେ ଯେତେବେଳେ ନେହେରୁ ଆରପାରିକୁ ଚାଲିଗଲେ, ତାଙ୍କ ସ୍ଥାନରେ କିଏ ହେବେ ପ୍ରଧାନମନ୍ତ୍ରୀ, ତାକୁ ଯାଇ ଯେତେବେଳେ କଂଗ୍ରେସରେ ଚର୍ଚ୍ଚା ଚାଲୁଥିଲା, ସେ ସମୟରେ ବିଜୁବାବୁ ଆଉ ବୀରେନ ମିତ୍ର ଏମାନେ ମୋରାରଜୀ ଦେଶାଇଙ୍କୁ ସମର୍ଥନ କଲେ, ଶାସ୍ତ୍ରୀଙ୍କୁ ନୁହନ୍ତି। କିନ୍ତୁ ଶାସ୍ତ୍ରୀ ହିଁ ପରେ ପ୍ରଧାନମନ୍ତ୍ରୀ ହେଲେ। ତେଣୁ ବିଜୁବାବୁଙ୍କ ପ୍ରତି ତାଙ୍କର ଗୋଟେ ଭାବନା ନକାରାତ୍ମକ ରହିବା ସ୍ୱାଭାବିକ। ଏମିତି ବିଜୁବାବୁ ବ୍ୟବସାୟରେ ଥିଲେ। ବିଜୁବାବୁଙ୍କ ନାଁରେ ଅନେକ ଦୁର୍ନୀତିର ଅଭିଯୋଗ ଆସୁଥିଲା। ସୋସିଆଲିଷ୍ଟ ନେତାମାନେ ବି ତାଙ୍କ ବିରୋଧରେ ଜୋରଦାର ଲାଗି ପଡ଼ିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସେତେବେଳେ କ୍ୟାବିନେଟ୍ କମିଟି ଗଠନ ହୋଇଥିଲା। ସଂସଦରେ ମଧ୍ୟ ଆଲୋଚନା ହେଲା ଏବଂ ଏମାନଙ୍କର ଦୁର୍ନୀତିର ଅଭିଯୋଗକୁ ସଂସଦୀୟ ସବ୍ କମିଟି ଭୁଲ ବୋଲି କହିଲେ, ମାନେ ଅଭିଯୋଗର ଯଥାର୍ଥ ନାହିଁ ବୋଲି କହିଲେ। କିନ୍ତୁ ଶାସ୍ତ୍ରୀ ଯେତେବେଳେ ଓଡ଼ିଶା ଆସିଲେ, ବୀରେନ ମିତ୍ରଙ୍କୁ ଡାକି କହିଲେ, ବିଜୁବାବୁଙ୍କୁ କୁହନ୍ତୁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ ଏବଂ ଆପଣ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦିଅନ୍ତୁ। ସେଇଆ ହେଲା। ଶାସ୍ତ୍ରୀ ଚାହିଁଲେ, ବିଜୁ ବୀରେନଙ୍କର ପଦ ଚାଲିଗଲା। ନମସ୍କାର।